এই କଙ୍କଡ଼ା ବି ଛାଡ଼ ଆଗ ପକେଇଦେଲ ଆଗ ପକ କୁଚକୁଚା ହେଇଯିବ ଏଇ ମରିଯିବ କଙ୍କଡ଼ା ବିଛା ଆମର ଏଇଠି ମରିଯାଇଛି ଏଇଟା ଆଗ ପକ କୁଆଡ଼େ ଯାଇଥିଲ ବିଲ ଆଡ଼େ କି କୁଆଡ଼େ ଡ୍ୟୁଟି ଯାଇଛି ଦହି 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 ଦେଖନ୍ତୁ ଆମର ଏଠି ଲୁଗାପଟା ତମେ ଗାଧେଇନ ଆଉ ଖାଇସାରିଲନି ମତେ ଛୁଇଁଲ କି ଆଉ ଛୁଇଁଲ ଦେଖନ୍ତୁ ଆମର ଏଠି କୋଇଲା ଆଞ୍ଚ ଲୁଙ୍ଗି ଶୁଖା ହେଇଛି କୋଇଲା ଆଞ୍ଚ ଆମର ଏଠି ଦେଖନ୍ତୁ ହଉଛି ଆଉ ପେପର ନିଅ ଇଆଡ଼େ ଦେଖୁନ ପେପରଟା ଦେଇଦେଲା ଇଆଡ଼େ ଆଣିପାରିଲ ମୁଁ ଇଆଡ଼େ ଯିବିନି ମୁଁ ଗାଧେଇଛି ତମ ନଅଟାରେ ଗୋଟେ 11ଟାରେ ଗୋଟେ ଖିଆ ଅଛି ଗୋଟେ ଷ୍ଟାର୍ଟିଂ ହେଉଛି 7ଟା କେଉଁଠେ ମଉସା କେଉଁଠେ ଧାନ ଅଛି ବିଲରେ କି ଆଉ ମାଉସୀ ଆସିନି ବଢ଼ିଆ ହେଇଛି କାଁ ହେବନି ଭଲ କରୁଛି ତାଙ୍କର ଭଲ ହେଇଛି ତାଙ୍କର ଦେଖ ମୂଲିଆ ଆଇଡି ମିଳୁଛି ତମର କେମିତି ମିଳୁନି ତାଙ୍କୁ ବି କହୁନ ରୋଇଦେବେ ଆମର ତ ମୂଲିଆ ମିଳୁନି ଆଉ କ'ଣ କରିବା ହେଲେ ସକାଳୁ ସକାଳୁ ଆପଣମାନଙ୍କୁ ମୁଁ ଭିଡ଼ିଓ ସେୟାର କରୁଛି ଏଠି ଭାଉଜ ତ ଲୁଗା ସଫା କରିକି ଗଲେ କ'ଣ କରୁଛନ୍ତି ଚାଲନ୍ତୁ ଦେଖିବା ଭାଇ ତ ଏବେ ନାଇଟ୍ ସିଫ୍ଟରୁ ଆସିକି ଗାଧେଇ ପାଧେଇ ପୂଜା କରି ଗଲା ଉପରକୁ ବାପା ବିଲ ଆଡ଼ୁ ଆସିକି ଏବେ ପେପର ଆଣି ଯାଇଛନ୍ତି ପେପର ପଢ଼ିବେ ଆଉ ଆମର ତ ମୂଲିଆ ଠିକ୍ ସେ ମିଳୁନାହାନ୍ତି ବିଲ ଧାନ ବାଛିବା ପାଇଁ ଘାସ ଖାଇବା ଗଛ କ'ଣ କରିବା ଏଇ ଯୁଗରେ ମୂଲିଆ ମିଳିବା ବହୁତ କଷ୍ଟ ଯେତେ ପଇସା ଥିଲେ କ'ଣ ହେବ ମୂଲିଆ ତ ଠିକ୍ ସେ ମିଳୁନାହାନ୍ତି ଚାଲନ୍ତୁ କ'ଣ ରୋଷେଇ ଦେଖନ୍ତୁ ଆମ ରୋଷେଇ ଘର ଅନ୍ଧାର ହେଇଯାଉଛି ଟ୍ୟାପ୍ରୁ ପାଣି ପଡ଼ୁଛି ଦେଖନ୍ତୁ ଆମର ଏଠି ରୁଟି ଅଛି ସକାଳୁ ସକାଳୁ ରୁଟି ଚା ଉତରିଲା ରୁଟି ଚାହା ପିଲାମାନେ ଗଲେଣି ନାଇଁ ସ୍କୁଲ ଆମର ଅନ୍ଧାର ହେଇଯାଇଛି ରୋଷେଇ ଘର ଲାଇଟ୍ ଅଛି ହଁ କ'ଣ ହେଇଛି ଚିଲି ପନିର ଏରା ହେଉଛି ଆଉ ଚିଲି ମସରୁମ୍ ଏରା ଇଏ ନେଇଛି ହାପି ନନା ଆମର ସ୍କୁଲ ନେଇଛି ରୁଟି କି ଚିଲି ମସରୁମ୍ ପରଟା ନେଇଛି ବଢ଼ିଆ ହେଇଛି ନା ସାଙ୍ଗମାନେ ଦେଖନ୍ତୁ କେତେ ବଢ଼ିଆ ଖାଇବା ଗୋଟେ କେମିତି ଟେଷ୍ଟି ଲାଗୁଛି ଟ୍ରାଏ କରିବା ଚାହା ଚାଲିଛି ଦେଖନ୍ତୁ ସମସ୍ତେ କହୁଛନ୍ତି ଇଆଡ଼େ ସମସ୍ତେ କହୁଛନ୍ତି ତ ଭାଉଜ ତୋ ସାଙ୍ଗେ କଥା ହେଉନି ଚଳୁନ ତମେ ଆଉ ସିଏ ତୁ ଖାଲି ଉପରେ ଉପରେ କଥା କହୁଛୁ ସେ କିଛି କହୁନାହାନ୍ତି କମେଣ୍ଟ ଆସୁଛି କ'ଣ କହ ତୁ କଥା ହେଉନୁ ଚଳୁନୁ ମୋତେ ପଚାରୁନୁ ପୁଣି ଗୁରେ କହୁଛି ତ ଭାଉଜ ତୋତେ ବିଷ ଦେଇ ମାରିବ ପକ୍ଷୀ ବଞ୍ଚେଇବ କମେଣ୍ଟ ଆସୁଛି ଏଇଟା ସତ କିଲୋ ନାଇଁ ଲୋକମାନଙ୍କର ଖରାପ ଧାରଣା ପ୍ରାୟ ଲୋକ କମେଣ୍ଟ କରୁଛନ୍ତି ତ ଭାଉଜ ବିଷ ଦେଇକି ମାରିବ ପକ୍ଷୀରେ ହାଣିବ ଆଉ ତୁ ତାଙ୍କ ସାଙ୍ଗେ ଚଳୁନୁ ସେ ତୁ ଯାହା ଭିଡ଼ିଓ ସେୟାର କରୁଛୁ ସେ କିଛି କଥା କହୁନାହାନ୍ତି ଆକ୍ଚୁଆଲି ଏଇଟା ସତ ନା ମିଛ ମିଛ ଜୀବ ହତ୍ୟା ମହାପାପ ଏଇଟା ସିଆର ହଉ ଚାଲନ୍ତୁ ଫଟାଫଟ ଖାଇଦେବା ଡେରି ନ କରି ମୁଁ ତାହେଲେ ବସି ପଡ଼ିଲି ଖାଇବା ପାଇଁ ଭାଉଜ ଯାଇଥିଲି ରୁମକୁ ଆଉ ସକାଳୁ ସକାଳୁ ରୁଟି ଚାହା ଗାଧେଇ ପାଧେଇ ଫ୍ରେଶ୍ ହେଇକି ଆଞ୍ଚ କରିକି ଆଉ ଚାଲନ୍ତୁ ଖାଇଦେବା ଫଟାଫଟ ଡେରି ନ କରି ଚାଲନ୍ତୁ ଦେଖିବା ମୋ ବଡ଼ ଭାଉଜ ଏଇଟା କି ଗଛ ଆଣିଦେଇଛନ୍ତି ଦେଖନ୍ତୁ ଆପଣମାନେ ପ୍ଲିଜ୍ ଏହାକୁ କମେଣ୍ଟ କରି କହିବେ ଏଇଟା କ'ଣ କେଉଁ ପ୍ରକାର ଗଛ ଦେଖନ୍ତୁ ଆମେ ତ ଏବେ ଖାଇସାରିଲା ପରେ ଆମେ ଟିକେ ଏବେ ଆଞ୍ଚ ତ ହେଉଛି ଆମେ ଟିକେ ରେଷ୍ଟ ନେଉଛୁ ରୁମ୍ରେ